ରାଉରକେଲାର ହନୁମାନ ବାଟିକା। ସମୟ ସକାଳ 7ଟା। କେତେଜଣ ପଦଚାରୀ କ୍ଷିପ୍ର ଗତିରେ ପଦଚାରଣା କରୁଥାନ୍ତି। ଯେଉଁମାନେ ପୂର୍ବରୁ ଆସି ପ୍ରଭାତ ଭ୍ରମଣ ଶେଷ କରିଦେଇଛନ୍ତି ସେମାନେ ଏବେ ସିମେଣ୍ଟ ପିଣ୍ଡି ଉପରେ ବସି ଥକା ମେଣ୍ଟାଉଛନ୍ତି। ଖରା ସେ ପର୍ଯ୍ୟନ୍ତ ଚାରିଦିଗରେ ବିଚ୍ଛୁରିତ ବି ହୋଇନାହିଁ। ତେଣୁ ହାଲକା ହାଲକା ପବନର ସ୍ପର୍ଶରେ ସମସ୍ତେ ବେଶ ଏକ ମଧୁମୟ ବାତାବରଣ ଆନନ୍ଦ ଉପଭୋଗ କରୁଥାନ୍ତି। ଝିଅଟିଏ ଦୂରରୁ ଚାଲି ଚାଲି ଆସି ବାଟିକା ଗୋଲେଇ ପାଖରେ ପହଞ୍ଚିଲା। ହନୁମାନଙ୍କ ପ୍ରତିମୂର୍ତ୍ତିକୁ ଆପାଦ ମସ୍ତକ 2-3 ଥର ଦେଖିଲା। 2 ହାତ ଯୋଡ଼ି କିଛି ସମୟ ସେଠାରେ ଦଣ୍ଡାୟମାନ ରହିଲା। ଧୀରେ ଧୀରେ ସେ ସ୍ଥାନ ଛାଡ଼ି ଏକ ନିରୋଳା ଛାଇ ଜାଗା ଦେଖି ବସିଲା। ତାକୁ ସେଠାରେ କେହି ଚିହ୍ନି ନଥିଲେ। ତେଣୁ ସମସ୍ତେ ଗୋଟିଏ ଗୋଟିଏ ଥର ନଜର ପକାଇ ଦୃଷ୍ଟି ଫେରାଇ ନେଲେ। ଏକ ବିଶେଷ ଶୋଭାଯାତ୍ରା ପାଇଁ ପ୍ରସ୍ତୁତି ଉପଲକ୍ଷେ ମୁଁ ସେଦିନ ସେଠାରେ ଉପସ୍ଥିତ ଥିଲି। ମୋତେ ଜଣେ ସହଯୋଗୀ ସମାଜସେବୀ ଆସି କହିଲେ, ସାର୍, ସେଠି ଜଣେ ସିମେଣ୍ଟ ବେଞ୍ଚରେ ଝିଅଟିଏ ବସି କାନ୍ଦୁଛି। ପଚାରିଲେ କିଛି କହୁନାହିଁ। କ'ଣ କରିବା କହିଲେ? ମୁଁ ବ୍ୟସ୍ତତା ଭିତରେ ଥାଇ କହିଲି, କ'ଣ ଘରୋଇ ସମସ୍ୟା ହୋଇଥିବ ତାକୁ ପଚାର, କିଛି ସମୟ ପରେ ହୁଏତ କହିପାରେ। କିନ୍ତୁ ତାଠାରୁ ସମ୍ପୂର୍ଣ୍ଣ ତଥ୍ୟ ମିଳିପାରି ନଥିଲା। ଅଳ୍ପ ବ୍ୟବଧାନ ପରେ ମୁଁ ଗଲି ଓ ଝିଅଟିକୁ ନେଇ ଏକ ଜଳଖିଆ ଦୋକାନକୁ ଗଲୁ। ପ୍ରଥମେ ଖାଦ୍ୟ ଖାଇବ ନାହିଁ ବୋଲି କହୁଥିଲେ ମଧ୍ୟ ଆମ ଅନୁରୋଧରେ ସେ ବେଶ ଗଣ୍ଡାଏ ଜଳଖିଆ ଖାଇଲା। ମିଠା ଯାଚିଲାରୁ ତା ମଧ୍ୟ ଅନାୟାସରେ ଗ୍ରହଣ କଲା। ପାଣି ମୁନ୍ଦିଏ ପିଇ ଟିକିଏ ସାଷ୍ଟମ ହେଲା ପରେ ତାର ମନ ଟିକିଏ ଖୋଲା ଖୋଲା ଲାଗିଲା। ସେହି ସକାଳୁ ସକାଳୁ ସେ ଛତିଶଗଡ଼ ଅଞ୍ଚଳରୁ ଏକ ଟ୍ରେନ୍ ଯୋଗେ ଆସି ଓହ୍ଲାଇଲା ରାଉରକେଲା ରେଳ ଷ୍ଟେସନରେ। ତେବେ ପ୍ଲାଟଫର୍ମରୁ ବାହାରିବା ପରେ ସେ ଅନୁଭବ କଲା ଯେ ଯାହାକୁ ସେ ଖୋଜିବାକୁ ଆସୁଛି ତାଙ୍କ ବିଷୟରେ ତା ପାଖରେ ଯଥେଷ୍ଟ ତଥ୍ୟ ନାହିଁ। ରାଉରକେଲା ଏକ ବିଶାଳ ଶିଳ୍ପ ସହର। ତେଣୁ ସେଠାରେ ନିର୍ଦ୍ଦିଷ୍ଟ ଭାବରେ ନାଁ ଠିକଣା ନଥିଲେ କାହାକୁ ଖୋଜି ବାହାର କରିବା ବି କଷ୍ଟକର। ତାପରେ ସେ ହତୋତ୍ସାହିତ ହୋଇ ଏପଟ ସେପଟ ହେବା ଭିତରେ ପହଞ୍ଚିଲା ହନୁମାନ ବାଟିକାରେ। ଛତିଶଗଡ଼ କୋରବାରେ ମୋର ଘର। ମୂଳ ଘର ହେଉଛି ଉତ୍ତରପ୍ରଦେଶର ବନାରସରେ। ମୋ ବାପା ଏକ ଘରୋଇ ସଂସ୍ଥାରେ କାର୍ଯ୍ୟ କରନ୍ତି। 3 ଦିନ ତଳେ ମା ଓ ବାପା ସ୍କୁଟରରେ ଘରକୁ ଆସୁଥିବା ବେଳେ ଏକ ହାଇୱେ ଗାଡ଼ି ତାଙ୍କ ଉପରେ ଚଢ଼ି ଯିବାରୁ ଦୁହେଁ ଏକାଥରେ ମୃତ୍ୟୁବରଣ କଲେ। ମୋର ଆଉ ଭାଇ ଭଉଣୀ କେହି ନାହିଁ। ତେଣୁ ମନ ଦୁଃଖରେ ଘର ଛାଡ଼ି ମୁଁ ଆସିଲି ରାଉରକେଲା। ମୋ ମା ଠାରୁ ଶୁଣିଥିଲି ଯେ ରାଉରକେଲାରେ ମୋ ମାଇଁ ରହନ୍ତି, କିନ୍ତୁ ସଠିକ୍ ଭାବେ କେଉଁଠି ରହନ୍ତି ତାଙ୍କ ଠିକଣା ବା ଟେଲିଫୋନ ନମ୍ବର ମୋ ପାଖରେ ନାହିଁ। ଏତକ କହି ପୁଣି କାନ୍ଦିବାକୁ ଲାଗିଲା ଝିଅଟି। ତା ନାଁ ସେ କହିଲା ଅର୍ପିତା। ଆମେ ତାକୁ ନେଇ ଶିଶୁ ସୁରକ୍ଷା ଅଧିକାରୀଙ୍କ ସହଯୋଗରେ ଚାଇଲ୍ଡ ଲାଇନ୍ର ବାଳାଶ୍ରମରେ ରଖିବାର ବନ୍ଦୋବସ୍ତ କଲୁ। 2 ଦିନ ଧରି କ୍ରମାଗତ ଭାବରେ ତା ସହିତ କଥୋପକଥନ ଭିତରେ ବାଳାଶ୍ରମର ସ୍ୱେଚ୍ଛାସେବୀ ଅସଲ କଥାର ଟେର ପାଇଗଲେ। ସେହି ସପ୍ତାହ ଭିତରେ ଛତିଶଗଡ଼ର ଚାମ୍ପାରୁ ଆସି ପହଞ୍ଚିଲେ ତେଗ ବାହାଦୁର ଓ ତାଙ୍କ ଧର୍ମପତ୍ନୀ ସୁଷମା। ଅର୍ପିତାର ସେମାନେ ପିତାମାତା। ଅର୍ପିତା ତ ନୁହେଁ, ତାର ଅସଲ ନାଁ ହେଲା ହେମା। ସେ ନିଜ ନାଁକୁ ଲୁଚେଇ କହିଥିଲା ଅର୍ପିତା ବୋଲି। 3 ଭଉଣୀ ଭିତରେ ସେ ମଝିଆ। ଅନ୍ୟ ଭଉଣୀମାନେ ପାଠ ପଢ଼ନ୍ତି ସିନା, କିନ୍ତୁ ହେମାର ମନ ପାଠରେ କମ୍। ତେଣୁ ପିତାମାତା କ୍ଷୁବ୍ଧ ହୋଇ ତାର ବିବାହ ପାଇଁ ପ୍ରସ୍ତାବ ପକାଇଲେ। ହେମା କିନ୍ତୁ ଏକାଜିତ ଯେ ସେ ବାହା ହେବ ନାହିଁ। ବାପା ମାଙ୍କ ସହ କଥା କଟାକଟିରେ ଉତ୍ତେଜିତ ହୋଇ ସେ ସନ୍ଧ୍ୟାରେ ଅନ୍ଧକାର ଭିତରେ ସେଦିନ ଘର ଛାଡ଼ି ଚାଲି ଆସିଲା ରେଳ ଷ୍ଟେସନ ଓ ଏକ ଗାଡ଼ିରେ ବସି ସକାଳୁ ଓହ୍ଲାଇଲା ରାଉରକେଲାରେ। ଏଯାବତ୍ ମୃତ ପିତାମାତାର ଅନାଥ ସନ୍ତାନ ଭାବେ ଧରି ନିଆଯାଇଥିବା ଅର୍ପିତାକୁ ଅର୍ପଣ କରିବା ହେଇଗଲା କଷ୍ଟକର। ହେମା ଏବେ ଅଡ଼ି ବସିଲା ଯେ ମୁଁ ଆଉ ଫେରିବିନି ଚାମ୍ପା। ଏମାନେ ମୋତେ ବାହା ଦେଇଦେବେ, ନହେଲେ ମାରିଦେବେ। ବହୁ ବୁଝାସୁଝା ପରେ ମା, ବାପା ଓ ଝିଅ ଏକାଠି ହୋଇ ବାହାରିଲେ ରେଳ ଷ୍ଟେସନ। ଟ୍ରେନ୍କୁ ଉଠିବା ବେଳେ ତେଗ ବାହାଦୁର କହିଥିଲେ ଝିଅକୁ, ଝିଅରେ ଆଉ ମୁଁ ତୋ ପାଇଁ ବର ଖୋଜିବିନି କି ତୋତେ ଶାଦି କରେଇବିନି। ଆମକୁ ବି ବୁଢ଼ା ବୟସରେ ଦେଖିବାକୁ କିଏ ଅଛି? ଏଣିକି ତୁ ମୋ ପୁଅ।